ଠାକୁर ଆଲୋଚନା ପ୍ରସଙ୍ଗ ଚତୁର୍ଥ ଖଣ୍ଡରେ ପୁଣି କହୁଛନ୍ତି, ମୁଁ ଆପଣ ମାନଙ୍କୁ ସବୁ ସମୟରେ କହି ଆସୁଛି ଆପଣ ମାନେ ନର୍ମାଲି ଭେଜିଟେରିଆନ ହୁଅନ୍ତୁ। କୌଣସି ସମୟରେ କୌଣସି ଏକ ବିଶେଷ ଅବସ୍ଥାରେ ଯଦି ମାଛ ମାଂସ ସେବନ କରନ୍ତି, ଯାହା ଦ୍ୱାରା ଏପରି କିଛି ଅବସ୍ଥା ହବ ନାହିଁ ଯାହା ଦ୍ୱାରା ଜାତିପାତ ଘଟିପାରେ ଏବଂ ଅବସ୍ଥା ମାଫିକ ଏହା ବ୍ୟବସ୍ଥା ନ କରିବା ହିଁ ଅସଙ୍ଗତ। ହୁଏତ ଆପଣ ଏଭଳି ଅସୁସ୍ଥ ହୋଇ ପଡିବେ ଯେତେବେଳେ ଆପଣଙ୍କର ସେଲ ଡିଭିଜନ ଆସିଲିରେଟ କରିବା ନିହାତି ଦରକାର, ଯାହା ଦ୍ୱାରା ଆପଣଙ୍କର ଜୀବନ ରକ୍ଷା ହବ, ସେ ସ୍ଥଳେ ଆମିଷ ଆହାର ସମୀଚୀନ। ପୁନଶ୍ଚ ଆପଣ ମାନଙ୍କ ଭିତରୁ କେହି ସୈନ୍ୟ ବିଭାଗ ଯାଇ ଯଦି ଯୁଦ୍ଧ ଭିତରେ କ୍ୟାପ୍ଟିଭ ହୋଇ ପଡିଛି, ସେ କ୍ଷେତ୍ରରେ ଯେକୌଣସି ମାଂସ ବ୍ୟବହାର ନ କଲେ ଜୀବନ ରକ୍ଷା ହୋଇପାରେ ନାହିଁ। ମୁଁ କହେ ସେତେବେଳେ ଆପଣ ଯେତେ ଦୂର ସମ୍ଭବ ସହ୍ୟ କରିପାରିବେ ଆନିମଲ ଡାଏଟ ବ୍ୟବହାର କରନ୍ତୁ।